Hello student, welcome to the BM classes. I am Vishnu Mohanan, lecturer in English, Piravati Women's College, Teresita. Today I am going to teach you the fourth stanza of this famous poem, Television, written by the famous poet, the British poet Roald Dahl. The full name of the poet is the Roald Dahl and born in the year 1916 and died in the year 1990. He is one of the prolific writer, screenwriter, story writer, novelist, and the painter, pilot. He has done so many activities, and through which he can remind everyone in the mind of the every people. They remember him very well. He is one of the famous poet of his age. In this poem, television, he want to advise everyone not to install the television set, and he want to warn us regarding the merits and demerits of the television. Television is such an electronic machine which can damage the many parts of the individual such as eye, brain, etc. He want to share his experience and suggest and advice to us regarding the television. ପ୍ରକୃତରେ ସେ ଜଣେ ଏପରି ଏକ କାଇଣ୍ଡ ହାର୍ଟେଡ଼ ପର୍ସନ୍ ଯିଏ ସୁନ୍ଦର ଭାବରେ ଏହି ଟେଲିଭିଜନ ପାଠ ମାଧ୍ୟମରେ ଲୋକମାନଙ୍କୁ ସଚେତନର ବାର୍ତ୍ତା ଦେବାକୁ ଚାହିଁଛନ୍ତି, ଲୋକମାନଙ୍କୁ ସଚେତନ କରିବାକୁ ଚାହିଁଛନ୍ତି। ସେ ଏହି କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ଚାହିଁଛନ୍ତି। Before we go to the stanza, I want to revise something. ତ ସେ କହିଛନ୍ତି ତ ଲୋକମାନେ ଟିଭି ଦେଖିବା ପାଇଁ ସେମାନେ ଘଣ୍ଟା ଘଣ୍ଟା ଧରି ବସି ରହନ୍ତି। ଯେ ପର୍ଯ୍ୟନ୍ତ ବସି ରହନ୍ତି ଯେଉଁ ପର୍ଯ୍ୟନ୍ତ ସେମାନଙ୍କର ଆଖିରେ ଦରଦ ହୁଏନି ବା ସେମାନଙ୍କ ମନ ଭିତରେ ସେଇ ଯେଉଁ ନିଶା ଥାଏ, ଟେଲିଭିଜନ ଦେଖିବା ନିଶା, ସେସବୁ ଯାଇନଥାଏ, ସେ ପର୍ଯ୍ୟନ୍ତ ସେମାନେ ଟେଲିଭିଜନ ଦେଖନ୍ତି। ଛୋଟ ଛୋଟ ଛୁଆମାନଙ୍କ କ୍ଷେତ୍ରରେ ତ ବେଶୀ ଆଜିକାଲି କାର୍ଟୁନ୍ ଚ୍ୟାନେଲରେ ଅନେକ ଗୁଡ଼ିଏ କାର୍ଟୁନ୍ ଦେଖୁଛନ୍ତି, ଆଉ ତାଙ୍କ ମନ ଭିତରେ ଅନେକ ଗୁଡ଼ିଏ ଯେଉଁ ଜଙ୍କ ଜିନିଷ, ଆଜୁବାଜୁ ଜିନିଷ ତାଙ୍କ ମନ ଭିତରେ ଭରି ରହିଯାଉଛି। ସେମାନେ ଆଜିକାଲି ସେସବୁ ଜିନିଷକୁ ରିମାଇଣ୍ଡ କରି ସେମାନଙ୍କ ମନ ଭିତରେ ଅନେକ କୁକର୍ମ କରିବାର ଇଙ୍ଗିତ ସେମାନଙ୍କ ମନ ଭିତରେ ରହିଯାଇଥାଏ। ଆଜିକାଲି ଟେଲିଭିଜନ ମାଧ୍ୟମରେ ଅନେକ ଗୁଡ଼ିଏ ଶିଖି ହେଉଛି, ଖରାପ ଜିନିଷ ବି ଆଉ ଭଲ ବି ଜିନିଷ। ବର୍ତ୍ତମାନ ଆମେ ଷ୍ଟାଞ୍ଜାକୁ ଯିବା ଆଉ କ'ଣ କହିଛନ୍ତି କବି ଜାଣିବା। ଓ ୟେସ୍ ୱି ନୋ ଇଟ୍ କିପ୍ସ ଦେମ୍ ଷ୍ଟିଲ୍। ଓ ଆମେ ଜାଣିଛୁ ଯେ ୱି ନୋ ଦ୍ୟାଟ୍, ଆମେ ଜାଣିଛୁ ଯେ ଇଟ୍ କିପ୍ସ ଦେମ୍ ଷ୍ଟିଲ୍, ଏଇଟା ସେଇମାନଙ୍କୁ ସେଇ ପର୍ଯ୍ୟନ୍ତ ରଖି ଯେଉଁ ପର୍ଯ୍ୟନ୍ତ ସେମାନେ ସେଇ ପର୍ଯ୍ୟନ୍ତ ତାଙ୍କ ଆଖି କିମ୍ବା ଦରଦ ହୋଇନଥାଏ। ସ୍ପେଶିଆଲି ଲୋକମାନେ ବା ସ୍ପେଶିଆଲି ମହିଳାମାନେ ଯେତେବେଳେ ରନ୍ଧାବଢ଼ା କରନ୍ତି, when the women of the every house engage in the cooking activities, washing clothes and doing any type of work at their home, at the time the children of that family disturbance, they create so many disturbance during that their works, so that the women's and the most of the people this day they engage their children watching the television। ସେ ଲେଖକ କହିଛନ୍ତି ବା କବି କହିଛନ୍ତି ଯେ ଛୋଟ ଛୋଟ ଛୁଆମାନଙ୍କୁ ସେମାନଙ୍କର ମାଆ ମାନେ କିମ୍ବା ବାପା ମାନେ ଅନେକ ଗୁଡ଼ିଏ ଲୋକ ସେମାନଙ୍କ କାମରେ ଡିଷ୍ଟର୍ବାନ୍ସ ନ କରୁ ବୋଲି ସେ ଟେଲିଭିଜନ ସେଟ୍କୁ ଅନ୍ କରିଦେଇ ସେମାନଙ୍କୁ ଟେଲିଭିଜନ ଦେଖିବା ପାଇଁ ପରମିସନ୍ ଦିଅନ୍ତି। ପ୍ରକୃତିରେ ସେସବୁ ନ କରିବା କଥା ବୋଲି ସେ କହିଛନ୍ତି। They don't climb out the window still, they never fight or kick or punch, they leave you free to cook the lunch। ସେ କହୁଛନ୍ତି, ସେ ବର୍ତ୍ତମାନ ଏହି ଲାଇନ୍ରେ କହୁଛନ୍ତି they don't climb, ସେଇ ଛୋଟ ଛୋଟ ଛୁଆମାନେ ସେଇ ଝରକା ଡେଇଁ ବା କବାଟ ଖୋଲି ଯିବାକୁ ଚାହାନ୍ତିନି, କାରଣ ସେ ଭିତରେ ଘରେ ଟେଲିଭିଜନ ଚାଲିଥାଏ ତେଣୁ ସେମାନେ ୱିଣ୍ଡୋ ବା ଝରକା ଦେଇ ଯିବାକୁ ଚାହାନ୍ତିନି। ଦେ ନେଭର ଫାଇଟ୍ ଇଚ୍ ଅଦର, ବା ସେମାନେ
परस्पर मध्य जो बाड़े पिटा ये सब हुअन्तिनि, किक भी मारन्तिनि, पंच भी दियन्तिनि, गोईठा किंबा कौनसी प्रकार लात मारन्तिनि। ସେମାନେ टीवी ଦେଖିବାରେ ବ୍ୟସ୍ତ ରହନ୍ତି ଆଉ ତାଙ୍କର ମା କିମ୍ବା ଅନ୍ୟ ଲୋକମାନଙ୍କୁ ଦେ ଫ୍ରି ଆଣ୍ଡ ଦେ ଲିଭ୍ ଫ୍ରି ପଦକୁ ସେ ଛୋଟ ଛୋଟ ଛୁଆମାନେ ଟିଭି ଦେଖିବାରେ ବ୍ୟସ୍ତ ଥିବାରୁ ତାଙ୍କର ମା ମାନେ ଆରାମରେ ଭାତ ରାନ୍ଧିବା, ଡାଲି ରାନ୍ଧିବା କିମ୍ବା କୁକିଂ ଯେକୌଣସି ରାନ୍ଧିବା ଜିନିଷରେ ବ୍ୟସ୍ତ ରହନ୍ତି। କପଡ଼ା ଧୋଇବାରେ ଦେ ଏନଗେଜ ଇନ୍ ୱାସିଂ ଦ କ୍ଲଥେସ୍, ଡିସେସ୍ ଆଣ୍ଡ ସୋ ମେନି ଆକ୍ଟିଭିଟିଜ୍। ତ ମହିଳାମାନେ ସ୍ପେସିଆଲି ଅନେକ ଗୁଡ଼ିଏ କାମରେ ବ୍ୟସ୍ତ ରହିବା ପାଇଁ ଆଜିକାଲି ବା ସେ ସମୟରେ ମଧ୍ୟ ତାଙ୍କର ଛୋଟ ଛୋଟ ଛୁଆମାନଙ୍କୁ ଟିଭି ଅନ୍ କରିଦେଇ ସେମାନେ ଛୁଆମାନଙ୍କୁ ଦେଖିବା ପାଇଁ ପରମିସନ୍ ଦିଅନ୍ତି। ବଟ୍ ଡିଡ୍ ୟୁ ଏଭର୍ ଷ୍ଟପ୍ ଟୁ ଥିଙ୍କ ଟୁ ୱଣ୍ଡର ୟୁ ଜଷ୍ଟ ଏକ୍ଜାକ୍ଟଲି ହ୍ୱାଟ୍। ତ ବର୍ତ୍ତମାନ ସେ କହୁଛନ୍ତି ଯେ ଲୋକମାନେ କିମ୍ବା ଆମେ ଜାଣିପାରୁନୁ ଯେ ସେମାନଙ୍କୁ ଆମେ ସେଇ ଟିଭିରେ ଦେଖିବା ଅର୍ଥ ସେମାନଙ୍କକୁ ଆମେ ବର୍ବାଦୀ ଭିତରକୁ ଠେଲିଦେବା ପରି କାମ କରୁଛୁ ବୋଲି ସେ କହୁଛନ୍ତି। ଟୁ ୱଣ୍ଡର ଜଷ୍ଟ ଏକ୍ଜାକ୍ଟଲି ହ୍ୱାଟ୍। ତ ଆମେ ସେହି କ'ଣ ସବୁ ହେଉଛି, କ'ଣ ସବୁ ଘଟୁଛି ତାହା ଜାଣିବା ପାଇଁ ଆମକୁ ନିହାତି ଭାଲି ହେବା ଆବଶ୍ୟକ। ଏକ୍ଜାକ୍ଟଲି ନିର୍ଦ୍ଦିଷ୍ଟ ସମୟରେ କ'ଣ କରିବାର ଆବଶ୍ୟକ ଅଛି ସେସବୁ ନିହାତି ଦରକାର ବୋଲି ସେ କହିଛନ୍ତି। ଦିସ୍ ଡଜ୍ ଟୁ ୟୋର୍ ବିଲଭ୍ ଟଟ୍। ସେ କହୁଛନ୍ତି ଯେ ପିଲାମାନଙ୍କୁ ସ୍ନେହ ଶ୍ରଦ୍ଧାରେ ଆମେ ଅନେକ ଜିନିଷ ଉପହାର ଦେଇଥାଉ, ବହୁତ ସ୍ନେହ ଶ୍ରଦ୍ଧା କରିଥାଉ। ବେଳେ ବେଳେ ଆମେ ତାଙ୍କୁ ସେଇ ଟିଭି ପାଖରେ ବସିବା ପାଇଁ ଯେଉଁ ପରମିସନ୍ ଦେଉ, ଯେଉଁଟାକି ଟିଭି ତାଙ୍କର ମସ୍ତିଷ୍କକୁ ପଚାଇ ସଢ଼େଇ ଦେଲା ଭଳିଆ କାମ କରେ, ଆମେ ତାହା ଜାଣିପାରୁନୁ। ପ୍ରକୃତିରେ ସେମାନଙ୍କୁ ଆମେ ସ୍ନେହ ଶ୍ରଦ୍ଧାରେ ନିଜ କାମରେ ଡିଷ୍ଟର୍ବାନ୍ସ ନ କଲେ ମଧ୍ୟ କିମ୍ବା କଲେ ମଧ୍ୟ ସେମାନଙ୍କୁ ଟିଭି ନ ଚଲେଇ ଆମ ସେମାନଙ୍କ ସହିତ ସମୟ ଅତିବାହିତ କରିବାର ଆବଶ୍ୟକ ଅଛି ବୋଲି ଲେଖକ କହିଛନ୍ତି। ଇଟ୍ ରଟ୍ସ ଦ ସେନ୍ସ ଇନ୍ ଦ ହେଡ୍। ସେ ବର୍ତ୍ତମାନ ବହୁତ ଇମ୍ପୋର୍ଟାଣ୍ଟ କଥା କହୁଛନ୍ତି। ସବୁ ଛାତ୍ରଛାତ୍ରୀମାନେ ଧ୍ୟାନ ଦେଲେ ବହୁତ କାମରେ ଲାଗିବ ବୋଲି ଆଶା କରାଯାଏ। ଇଟ୍ ରଟ୍ସ ଦ ସେନ୍ସ ଇନ୍ ଦ ହେଡ୍। ଆମ ମୁଣ୍ଡ ଭିତରେ ଯେଉଁ ସେନ୍ସ ଅଛି, ମୁଣ୍ଡରେ ଇନ୍ଦ୍ରିୟ ତନ୍ତ୍ର ଅଛି, ଏ ପଚାଇ ସଢ଼େଇ ଦିଏ। ଟେଲିଭିଜନ ଯେ ବାର ବାର ଦେଖେ ସେସବୁ ଜିନିଷ ପଚାଇ ସଢ଼େଇ ଦିଏ। ଇଟ୍ କିଲ୍ସ ଇମାଜିନେସନ୍ ଡେଡ୍। ତ ଏଇ ପ୍ରକୃତିରେ ଟେଲିଭିଜନଟି ଆମର ଯେଉଁ କଳ୍ପନା ଶକ୍ତିକୁ ମାରିଦିଏ। ଆଣ୍ଡ ଇଟ୍ କ୍ଲକ୍ସ ଆଣ୍ଡ କ୍ଲଚର୍ ଅଫ୍ ଦ ମାଇଣ୍ଡ। ଏ ପ୍ରକୃତିରେ କ୍ଲକ୍ସ ଆଣ୍ଡ କ୍ଲଚର୍ ଅଫ୍ ଦ ମାଇଣ୍ଡ। ଆମ ମନ ଭିତରେ ଯେଉଁ ଅନେକ ଗୁଡ଼ିଏ ଶିରା ପ୍ରଶିରା ଅଛି, ଯେଉଁ ବ୍ଲକ୍ସ କରିଦିଏ, ସେଇ ଯେଉଁ ଶିରା ପ୍ରଶିରାକୁ ସେ ବ୍ଲକ୍ସ କରିଦିଏ, ବନ୍ଦ କରିଦିଏ, ରାସ୍ତାକୁ ସେ ବନ୍ଦ କରିଦିଏ। ଆଣ୍ଡ ଇଟ୍ ମେକ୍ସ ଏ ଚାଇଲ୍ଡ ସୋ ଡୁଲ୍ ଆଣ୍ଡ ବ୍ଲାଇଣ୍ଡ। ଇ ଟେଲିଭିଜନ ସେଟ୍ଟି ପ୍ରକୃତିରେ ଛୋଟ ଛୋଟ ଛୁଆମାନଙ୍କୁ ଡୁଲ୍ ମାନେ ବୋକା ଆଉ ଅନ୍ଧ କରିଦିଏ। ଡୁଲ୍ ମାନେ ବୋକା, ବ୍ଲାଇଣ୍ଡ ମାନେ ଅନ୍ଧ। ସେ ଏପରି ଏକ କାମ କରେ ଯେଉଁଟା ଛୋଟ ଛୁଆମାନଙ୍କ ପାଇଁ ବହୁତ ବିପଜ୍ଜନକ ହୋଇଯାଏ। ଏଇ ଟେଲିଭିଜନ ସେଟ୍ଟି ଛୋଟ ଛୋଟ ଛୁଆମାନଙ୍କୁ ବୋକା ଓ ଅନ୍ଧ କରିଦିଏ। ହି କ୍ୟାନ୍ no longer understand he can no longer understand and do anything। ସେ ଶେଷରେ କହୁଛନ୍ତି ପ୍ରକୃତିରେ ଟେଲିଭିଜନ ସେଟ୍ଟି ସେଇ ଛୋଟ ଛୋଟ ଛୁଆମାନଙ୍କ ପାଇଁ ଗୋଟିଏ ମାରାତ୍ମକ ଅଟେ, ଆଉ ଯେଉଁଟାକି ସେମାନଙ୍କର ବ୍ରେନ୍କୁ ସଫ୍ଟ କରିଦିଏ ବୋଲି ସେ କହିଛନ୍ତି। ଏ ଫ୍ୟାଣ୍ଟାସି ଆଣ୍ଡ ଫେରିଲ୍ୟାଣ୍ଡ। ମନ ଭିତରେ ଯେଉଁ ଫ୍ୟାଣ୍ଟାସି, ଯେଉଁ ଭାବନା ପ୍ରତି ଯେଉଁ ଏମାନଙ୍କର ଯେଉଁ ତିଆରି ହୋଇଥାଏ, ପ୍ଲିଜେଣ୍ଟ ଖୁସିର ଜିନିଷ ହେଇଥାଏ, ପୁରା ଫେୟାରିଲ୍ୟାଣ୍ଡ ବା ପରୀମାନଙ୍କର, ପରୀ ଯେଉଁ ଜାଗାରେ ରହେ ସେ ପରୀ ରହିବାର ଦୃଶ୍ୟ କଥା ମନେ ପଡ଼େ, ପରୀ ରାଇଜର କଥା ସେମାନଙ୍କୁ ମନେ ପଡ଼ିଯାଏ। ଆଣ୍ଡ ହିଜ୍ ବ୍ରେନ୍ ବିକମ୍ସ ଆଜ୍ ସଫ୍ଟ ଆଜ୍ ଚିଜ୍। ସେ ବର୍ତ୍ତମାନ ଇମ୍ପୋର୍ଟାଣ୍ଟ କଥା କହିଛନ୍ତି ଯେ ସେ ଛୋଟ ଛୋଟ ଛୁଆମାନଙ୍କର ଯେଉଁ ବ୍ରେନ୍ ବିକମ୍ସ ଆଜ୍ ସଫ୍ଟ ଆଜ୍ ଚିଜ୍, ସେ ଚିଜ୍ ବା ଛେନା ସହିତ ସେ ତୁଳନା କରିଛନ୍ତି। ମୁଣ୍ଡ ଭିତରେ ଯେଉଁ ବ୍ରେନ୍ ଅଛି ସେଇ ବ୍ରେନ୍ ଧୀରେ ଧୀରେ
ସେ ଛେନା ପରି ସଫ୍ଟ ହେବାରେ ଲାଗେ ବୋଲି କବି କହିଛନ୍ତି। ବର୍ତ୍ତମାନ କିନ୍ତୁ ଲୋକମାନେ ଆଜିକାଲି ଟିଭିରେ ଏପରି ବ୍ୟସ୍ତ ରହୁଛନ୍ତି, ସେମାନଙ୍କ ପ୍ରତି ଯେଉଁ ସେମାନଙ୍କ ମସ୍ତିଷ୍କରେ ଆଖିରେ ଅନେକ ଗୁଡ଼ିଏ ଯେଉଁ ପ୍ରଭାବ ପଡ଼ୁଛି, ସେମାନେ ସେସବୁକୁ ଧ୍ୟାନ ନ ଦେଇ ଟିଭି ଟେଲିଭିଜନ ସେଟ୍ରେ ସମସ୍ତେ ବ୍ୟସ୍ତ ରହୁଛନ୍ତି ବୋଲି କବି କହିଛନ୍ତି। ହିଜ୍ ପାୱାର ଅଫ୍ ଥିଙ୍କିଂ ରଷ୍ଟ ଆଣ୍ଡ ଫ୍ରିଜ୍। ତାପରେ କହୁଛନ୍ତି ଯେ ସେ ଛୋଟ ଛୋଟ ପିଲାମାନଙ୍କର ଯେଉଁ ପାୱାର ଅଫ୍ ଥିଙ୍କିଂ ଅଛି, ଭାବନା ଶକ୍ତି ଯେଉଁ ଅଛି, ଯେଉଁଟାକି ଏହି ଟେଲିଭିଜନ କଲଙ୍କି ରଷ୍ଟ ମାନେ କଲଙ୍କି ଧରିଲା ପରି ବରଫ ପାଲଟି ଗଲା ପରି ହେଇଯାଏ ବୋଲି ସେ କହିଛନ୍ତି। ରଷ୍ଟ ମାନେ କଲଙ୍କି ଆଉ ଫ୍ରିଜ୍ ମାନେ ଥଣ୍ଡା ହେଇ ବରଫ ପରି ହେଇଯାଏ ବୋଲି କବି ତୁଳନା କରିଛନ୍ତି। ହି କ୍ୟାନଟ୍ ଥିଙ୍କ, ହି ଓନ୍ଲି ସି। ସେ କେବଳ ଦେଖିପାରେ, ସେ କୌଣସି ଜିନିଷ ଭାବିପାରେ ନାହିଁ, ଗଭୀର ଭାବରେ ଚିନ୍ତା କରିପାରେ ନାହିଁ ବୋଲି କବି କହିଛନ୍ତି। ପ୍ରକୃତିରେ ଟେଲିଭିଜନ ସେଟ୍ଟି ଏପରି ଏକ ଯନ୍ତ୍ର ଯେଉଁଟାକି ମଣିଷର ବ୍ରେନ୍କୁ କବିଙ୍କ ଅନୁସାରେ ଚିଜ୍ ପରି ବା ଛେନା ପରି କରିଦିଏ, ଛେନା ପରି କରିଦିଏ, ନରମ କରିଦିଏ, ଆଉ ତାର ମନ ଭିତରେ ଯେଉଁ ଭାବନା ରହିଥାଏ ସେ ଧୀରେ ଧୀରେ ନଷ୍ଟ ହୋଇଯାଏ, ବରଫ ପରି ହେଇଯାଏ। କେବଳ ଦେଖିପାରେ, କିଛି କରିପାରେ ନାହିଁ। ପ୍ରକୃତିରେ ଏହି ପାଠଟି ଆମ ସମାଜ ମଣିଷ ସମାଜ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କବିତା ଅଟେ। କବି ରୋଆଲ୍ଡ ଡାହଲ୍ ଏହି କବିତା ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବା ପାଇଁ ଚାହିଁଛନ୍ତି। ମୁଁ ଆଶା କରେ ଛାତ୍ରଛାତ୍ରୀମାନେ ଏହି କବିତାକୁ ପାଠ କଲା ପରେ ନିଜର ପରିବାରକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବେ। ତା ସହିତ ସାଙ୍ଗସାଥି ପଡ଼ିଶା ସମସ୍ତଙ୍କୁ ଏହି ଟେଲିଭିଜନରୁ ଦୂରେ ରହିବା ପାଇଁ ପରାମର୍ଶ ଦେବେ। କିପରି ଛୋଟ ଛୋଟ ଛୁଆମାନଙ୍କୁ ଆମେ ଟେଲିଭିଜନରୁ ଦୂରେ ରଖିବା, ସେମାନଙ୍କ ଆଖିର ଯତ୍ନ ଆଉ ତାଙ୍କ ବ୍ରେନ୍କୁ କିପରି ସୁସ୍ଥ ରଖିବା, ସେ ପାଠ ପଢ଼ିଲା ପରେ ସମସ୍ତଙ୍କୁ ଏକ ଉପଦେଶମୂଳକ ପରି ଲାଗିବ ବୋଲି ମୁଁ ଆଶା କରେ। ଏହି କ୍ଲାସ୍ର କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ ଦେଖିବା ପାଇଁ, ଏହି କ୍ଲାସ୍ କେମିତି ଲାଗିଛି ମୋତେ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ମୋ ଚ୍ୟାନେଲ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କରି ପାଖରେ ଥିବା ଲାଲ ବଟନ୍ ତଥା ଲାଲ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ଆପଣ ପାଖକୁ ମୁଁ ଯେଉଁ ଭିଡ଼ିଓ ଅପଲୋଡ଼ କରିବି, ଯେଉଁ କ୍ଲାସ୍ କରିବି, ପ୍ରଥମେ ନୋଟିଫିକେସନ୍ ଯିବ। ଆପଣ ଘରେ ଥାଇ ମୋ କ୍ଲାସ୍ ଆଟେଣ୍ଡ କରିପାରିବେ, କୌଣସି ପଇସା ଲାଗିବ ନାହିଁ। ଧନ୍ୟବାଦ।